ଆଗକୁ ଦେଖିବେ ଆସୁଛି ଦିନ ସ୍କୁଲ ଫୁଲ୍ ଛୁଟି ହେଇଯିବ ଖରା ଦିନ ଛୁଟି ମାନେ 1.5 ମାସ 2 ମାସ ଖଣ୍ଡେ ଛୁଟି ହେଇଯିବ। ଆମ ଟାଇମ୍ରେ କ'ଣ ଥିଲା ନା ଆମେ ସେଟା ମାମୁଁ ଘରକୁ ପଳାଉଥିଲୁ ନହେଲେ ଗାଁକୁ ଯାଉଥିଲୁ। ପ୍ରବଳ କ୍ରିକେଟ୍ ମାଡ଼ ହେଉଥିଲା ମାନେ ଆମ୍ବ ଫାମ୍ବ ଚୋରି ହେଉଥିଲା ଲୁଚାଲୁଚି ଖେଳ ହେଉଥିଲା ମାନେ ବହୁତ ପ୍ରକାରର ଖେଳ ଥିଲା। କିନ୍ତୁ ଏବେକା ଜେନେରେସନ୍ ପିଲା ଦେଖିବେ ଏଇ ଯେଉଁ ଛୁଟି ଆଗକୁ ହେବ ତା ଦେହରେ ଦେଖିବେ କିଛି କେହି କରିବେନି। କେଉଁଠି କାଁ ଭାଁ ବାହାରକୁ ବୁଲିବାକୁ ଯିବେ କି ନାହିଁ ନହେଲେ ଘରେ 24 ଘଣ୍ଟା ବାପା ମାଆଙ୍କ ଫୋନ୍ଟା ଧରିକି ବସିବେ। ଆଉ ନିଜେ ଯଦି ଫୋନ୍ ଥିବ ସେଇଥିରେ ବସିକି ସୋସିଆଲ ମିଡ଼ିଆ ପେଜ୍ରେ ଆକ୍ଟିଭ୍। ଛୋଟ ଛୁଆ ବି ମାନେ ଭାବନ୍ତୁ 2ୟ 3ୟ କ୍ଲାସ୍ର ଛୁଆ ବି ସେଇଆ ହିଁ କରିବେ। ଆଉ ସେ ଆଗ ଭଳିଆ ଆମ ଭଳିଆ ମଜା ନାହିଁ। ସତ କଥା କହିଲି ମୋବାଇଲ ଫୋନ୍ଟା ଆସିଲା ପରେ ସମସ୍ତଙ୍କ ଜୀବନକୁ ବର୍ବାଦ କରିଦେଇଛି। ଭଲ କରିଛି ପଢ଼ା କ୍ଷେତ୍ରରେ ଓନ୍ଲି, ଆଉ କିଛି ଆମ ଜେନେରେସନ୍ର ଲୋକମାନଙ୍କ ପାଇଁ ଭଲ କରିଛି। କିନ୍ତୁ ବାକି ଯେଉଁମାନେ ମିଡ୍ ଏଜ୍ ପିଲା ରହିଲେ ଯେଉଁମାନେ କି ଏ ବୟସରେ ଖେଳିବା କଥା ବୁଲିବା କଥା ସେମାନଙ୍କ ପାଇଁ କ'ଣ ଭଲ କରିଛି ମୋତେ ଆପଣ କୁହନ୍ତୁ। ପାଠ ପଢ଼ିବା ପାଇଁ ହଁ ଗୋଟେ ଜିନିଷ ଭଲ କରିଛି କିନ୍ତୁ ଆକ୍ଟିଭିଟି ଦୃଷ୍ଟିରୁ ମୋବାଇଲ ତ ମାନେ ବହୁତ ଜଣଙ୍କୁ ଏମିତି କରିଛି କି ଘରେ ହିଁ ଗୋଡ଼ ବାନ୍ଧିକି ରହିଯାଉଛନ୍ତି ବାହାରକୁ ଛୁଆ ଆଉ ଯିବାକୁ ଇଚ୍ଛା ବି କରୁନାହାନ୍ତି।